ବାଲେଶ୍ୱରରେ ବସବାସ କରୁଥିବା ବେଙ୍ଗଲୀ ପରିବାରକୁ ଏକତ୍ରିତ କରିବା ଲକ୍ଷ୍ୟ ନେଇ ସାଂସ୍କୃତିକ ଅନୁଷ୍ଠାନ ଶୁଭ୍ରା ବରଣୀ ଓ ବାଲେଶ୍ୱର ବେଙ୍ଗଲୀ ଆସୋସିଏସନର ମିଳିତ ଉଦ୍ୟମରେ ସହରର ଟାଉନ ହଲ୍ ପରିସରରେ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଶୁଭ୍ରା ବରଣୀର ସମ୍ପାଦକ ପ୍ରକାଶ ବର୍ଦ୍ଧନ ଏଥିରେ ଅଧ୍ୟକ୍ଷତା କରିବା ସହିତ ଅନୁଷ୍ଠାନର କାର୍ଯ୍ୟଧାରା ଓ ସାଂସ୍କୃତିକ ସଭା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବରିଷ୍ଠ ନାଗରିକ ଅମ୍ୟକାନ୍ତି ଦେ ଓ କବି ଶ୍ରୀଦେବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବର୍ତ୍ତମାନ ସମୟରେ ମଞ୍ଚ ନାଟକକୁ ଅସ୍ତ୍ର କରି ସମାଜରେ ପୁଣି ଥରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇ ଅଣାଯାଇପାରିବ ବୋଲି ଅତିଥିମାନେ କହିଥିଲେ। ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ସୋପାନରେ ଅରୁଦୀପ୍ତା ସ୍ୱାଇଁ, ଗୁରୁ ରାଜେଶ କର ଓ ସୁବର୍ଣ୍ଣରେଖା ମହାପାତ୍ର କରଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳା ମନ୍ଦିର ଓ ପ୍ରତିଭାରାଣୀ କଳାକ୍ଷେତ୍ରର ଛାତ୍ରୀମାନେ ବଙ୍ଗଳାର ଲୋକନୃତ୍ୟ ପରିବେଷଣ କରିଥିଲେ। ସଂଯୋଜିକା ବନ୍ଦନା କର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଡକ୍ଟର ଭୌମିଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଝରାପାତା ପରିବେଷିତ ହୋଇଥିଲା। ବର୍ତ୍ତମାନ ସମାଜର ବୃଦ୍ଧାଶ୍ରମକୁ କେନ୍ଦ୍ର ମଧ୍ୟରେ ବୟସ୍କଙ୍କ ହସକାନ୍ଦ ଭରା କାହାଣୀକୁ ନେଇ ମଞ୍ଚସ୍ଥ ହୋଇଥିଲା ବଙ୍ଗଳା ବ୍ୟଙ୍ଗ ନାଟକ ଝରାପତା। ଏହି ନାଟକରେ ଆଭା ସଙ୍ଗୀତ ଓ ମଞ୍ଚ ପରିଚାଳନା କରିଥିଲେ ବିଶ୍ୱନାଥ ମହାରଣା। ସନ୍ତୋଷ କମିଳା ରୂପସଜ୍ଜା କରିଥିବା ବେଳେ ସନ୍ତୋଷ ଶବ୍ଦ ବିନ୍ୟାସ ସହ ଆଲୋକ ସଜାସଜା କରିଥିଲେ। ଡକ୍ଟର ଭୌମିଙ୍କ ସମେତ ଆଶିଷ ଘୋଷ, ଲକ୍ଷ୍ମୀନାରାୟଣ ଘୋଷ, ବିକ୍ରମଜିତ କର, ଡକ୍ଟର ପିୟୁଷ ବରଣ ଘୋଷ, ପାର୍ଥସାରୀ ଆସ, ତରୁଣ ବିଶ୍ୱାଳ, ଦେବାଶିଷ ଚାଟାର୍ଜୀ, ଡକ୍ଟର ଅସିତ ବର୍ଦ୍ଧନ, ଆଶିଷ ଚକ୍ରବର୍ତ୍ତୀ ଓ ସୋନାଲି ସିହ୍ନା ପ୍ରମୁଖ ଏଥିରେ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରିଥିଲେ। ଆଶିଷ ଘୋଷ ଓ ବିଶ୍ୱନାଥ ମହାରଣା ନାଟକଟିର ସହନିର୍ଦ୍ଦେଶକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଡକ୍ଟର ସମର ସାମନ୍ତ, ଆଲୋକ ସୋମ, ପିୟାଲି ରାୟ ଓ ମଦନ ବର୍ଦ୍ଧନ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବଙ୍ଗଳା ଭାଷାଭାଷୀ ଲୋକେ ବେଶ ଉପଭୋଗ କରିଥିଲେ। ভুল হবে উনি তখনকার সময় মন্দিরের উন্নতি কল্পে 50,000 টাকা দানও করেছিলেন। আপনার নিজের টাকা? বলছি কি, আমার নিজের বাবার ছোট ভাই বিভূতিভূষণ চৌধুরী। এখন হয়তো মন্দিরের গায়ে ওরা নাম আপনি এবার কি করবেন বলে ওই ঘুরে মারা নিয়ে এক করে তাদের গলায় পরাবেন আর এই ফলে বেঁটে আছে তাদের কাছে রাখবেন, ঠিক আছে? তারপর আমাদের আমি আর বেশ না আমি একটা করে পড়তে দেবো। প্রত্যেকটি নির্বাচনে হেডলাইনের একটি মানুষ হবে আর সব ডিভিশন লাগবে ম্যাডাম এখানে কাজ শেষ করুন, ঠিক আছে? আপনি আসুন, আমি গিয়ে গাড়িতে বসে। ঠিক আছে, ঠিক আছে, নমস্কার। মানে এগুলো এখানকার জন্য না, না এগুলো সব ভাড়াতে নিয়ে ঘন্টা হিসাবে ভাড়া দিতে হবে ফোনের দোকানে। মানে এত কষ্ট করে মানে এই বৃদ্ধাশ্রমের জন্য কিছু নেই।